ପିଲାମାନେ ଆମେ ଆଜି ଜୀବ ବିଜ୍ଞାନର କୋଷୀୟ ଶ୍ୱସନ ପଢୁଥିଲୁ। ଆମେ କୋଷୀୟ ଶ୍ୱସନ ପଢୁଥିଲୁ। ଶ୍ୱସନ ପ୍ରକ୍ରିୟା କଣ ଆମେ ପୂର୍ବ ଅଧ୍ୟାୟରେ ଆଲୋଚନା କରିଛୁ। ତୁମେମାନେ ମଧ୍ୟ ଶ୍ୱସନ ପ୍ରକ୍ରିୟା କଣ ଏସବୁ ତୁମେ ଜାଣିଛ। କହିଲ ପିଲାମାନେ ଶ୍ୱସନ କଣ ନା ଆମେ ପୂର୍ବ ଅଧ୍ୟାୟରେ ଡିସ୍କସ କରିଥିଲୁ। ପୂର୍ବ ପିରିୟଡରେ ଶ୍ୱସନ କାହାକୁ କୁହାଯାଏ ନା ଶ୍ୱସନ ଏକ ଅପଚୟ ପ୍ରକ୍ରିୟା, ଯେଉଁ ପ୍ରକ୍ରିୟାରେ କି କୋଷରେ କଣ ହୁଏ ନା ଖାଦ୍ୟର ଜାରଣ ଘଟି ସେଥିରୁ ଶକ୍ତି ମୋଚନ ହୁଏ। ଏହା ଆମେ ପୂର୍ବ ଅଧ୍ୟାୟରେ ମଧ୍ୟ ପଢିଥିଲୁ। ଏବଂ ଶ୍ୱସନ ପ୍ରକ୍ରିୟା କେତେ ପ୍ରକାରର ଆମେ ଡିସ୍କସ କରିଥିଲୁ ନା ଶ୍ୱସନ ପ୍ରକ୍ରିୟା ହେଉଛି ତୁମର ଦୁଇ ପ୍ରକାରର। କଣ କଣ ନା ତୁମର ବାୟୁ ଉପଜୀବୀ ଶ୍ୱସନ ଏବଂ ବାୟୁ ଅପଜୀବୀ ଶ୍ୱସନ। ଆଜି ଆମେ ଆଲୋଚନା କରିବା କଣ ନା ତୁମର କୋଷୀୟ ଶ୍ୱସନ। କଣ ଆଲୋଚନା କରିବା ନା କୋଷୀୟ ଶ୍ୱସନ। ଓକେ, ତାହେଲେ କୋଷୀୟ ଶ୍ୱସନ କଣ? କୋଷୀୟ ଶ୍ୱସନ କଣ? ଦେଖ ପିଲାମାନେ, କୋଷୀୟ ଶ୍ୱସନ କଣ ନା କୋଷୀୟ ଶ୍ୱସନ କୋଉଠି ହୁଏ? ଏଟା ଦେଖୁଛ ତୁମର ଗୋଟେ ଚିତ୍ର କରିଛି। କାହାର ଚିତ୍ର କରିଛି? କୋଷର ଚିତ୍ର କରିଛି। କୋଷର ବିଭିନ୍ନ ଅଙ୍ଗିକା ସବୁ ଅଛି। ଏଟା ତୁମର କୋଷର ନ୍ୟଷ୍ଟି, ତାପରେ ତୁମର ଏଠି ରାଇବୋଜମ, ତୁମର ରାଇବୋଜମ ଅଛି, ଏସବୁ ଅଙ୍ଗିକା ଅଛି, ମାଇଟୋକଣ୍ଡ୍ରିଆ ଅଛି, କୋଷ ଜୀବକ ବା କୋଷ ରସ ଅଛି। ଏଟା ଗୋଟେ କାହାର ଚିତ୍ର ମୁଁ କରିଛି? କୋଷର ଚିତ୍ର କରିଛି। କାହାର? କୋଷ ବା ସେଲର ଚିତ୍ର କରିଛି। ଆମେ କୋଷୀୟ ଶ୍ୱସନ କାହାକୁ କହିବା ନା ତୁମେ ଜାଣିଛ ଖାଦ୍ୟ ହଜମ ହେଇଗଲା ପରେ ରକ୍ତ ମାଧ୍ୟମରେ କୋଷ ଝିଲ୍ଲିକୁ ଯାଏ। କୋଷ ଝିଲ୍ଲି ଦେଇକି କୋଉଠିକୁ ପ୍ରବେଶ କରେ? କୋଷ ଭିତରକୁ ପ୍ରବେଶ କରେ। ଏବଂ କୋଷ ଭିତରେ କଣ ହୁଏ ନା ଖାଦ୍ୟର ଜାରଣ ହୁଏ। କୋଷ ଭିତରେ କଣ ହୁଏ ନା ଖାଦ୍ୟ ଅମ୍ଳଜାନ ସହିତ ମିଶିକି ଅମ୍ଳଜାନ ଗ୍ରହଣ କରିକି ତାହାର କଣ ହୁଏ? ଜାରଣ ହୁଏ। ଏବଂ ଖାଦ୍ୟର ଜାରଣ ଘଟିକି ଶକ୍ତି ମୋଚନ ହୁଏ। ସେଥିରୁ କଣ ହୁଏ? ଶକ୍ତି ସୃଷ୍ଟି ହୁଏ, ଶକ୍ତି ମୋଚନ ହୁଏ। ଶକ୍ତି ମୋଚନ ହେବା ସହିତ ସେଥିରୁ କଣ ନିର୍ଗମନ ହୁଏ? CO2 ବା କାର୍ବନ ଡାଇଅକ୍ସାଇଡ ଗ୍ୟାସ। CO2 ବା କାର୍ବନ ଡାଇଅକ୍ସାଇଡ ଗ୍ୟାସ ବା ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୁଏ, ଯାହାକୁ ଆମେ କଣ କହୁଛୁ? ଶ୍ୱସନ କହୁଛୁ। ଏବଂ ଏହି ପ୍ରକ୍ରିୟାଟି କଣ ଖାଦ୍ୟର ଜାରଣ, ଶକ୍ତି ମୋଚନ, CO2 ବା ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ଆଦି ପ୍ରକ୍ରିୟା କୋଉଠି ହୁଏ? କୋଷରେ ସାଧିତ ହୁଏ ବା କୋଷରେ ହୁଏ। ସେଥିପାଇଁ ଏହି ପ୍ରକାର ପ୍ରକ୍ରିୟାକୁ ଆମେ କଣ କହୁଛୁ ନା କୋଷୀୟ ଶ୍ୱସନ ପ୍ରକ୍ରିୟା କହୁଛୁ। ସେଥିପାଇଁ ଏହି ପ୍ରକାରର ପ୍ରକ୍ରିୟାକୁ ଆମେ କଣ କହୁଛୁ? କୋଷୀୟ ଶ୍ୱସନ କହୁଛୁ। ତାହେଲେ ଶ୍ୱସନ ପ୍ରକ୍ରିୟା ତ ତୁମେ ଜାଣିଛ। ଶ୍ୱସନ ପ୍ରକ୍ରିୟାଟା କଣ ହଉଛି ନା କୋଷରେ ହଉଛି। ଶ୍ୱସନ ପ୍ରକ୍ରିୟାଟି କୋଉଠି ହଉଛି? କୋଷରେ ହଉଛି। ସେଥିପାଇଁ ଆମେ ଏହାକୁ କଣ କହୁଛୁ? କୋଷୀୟ ଶ୍ୱସନ କହୁଛୁ। ସେଥିପାଇଁ ଆମେ ଏହାକୁ କଣ କହୁଛୁ? କୋଷୀୟ ଶ୍ୱସନ କହୁଛୁ। କ୍ଲିୟର? ବୁଝିଗଲେ ପିଲାମାନେ? କୋଷୀୟ ଶ୍ୱସନ କଣ ବୁଝିଲ? ପରୀକ୍ଷାରେ ଆସେ ଯେ କୋଷୀୟ ଶ୍ୱସନ କାହାକୁ କୁହାଯାଏ। ମୁଁ ଆଉ ଥରେ ରିପିଟ କରୁଛି ଯେ ଖାଦ୍ୟର ଜାରଣ, ଶକ୍ତି ମୋଚନ, କାର୍ବନ ଡାଇଅକ୍ସାଇଡ ବା CO2 ନିର୍ଗମନ ଆଦି ପ୍ରକ୍ରିୟା କୋଉଠି ହୁଏ? କୋଷରେ ହୁଏ। ତେଣୁ ଏହାକୁ କୋଷୀୟ ଶ୍ୱସନ ପ୍ରକ୍ରିୟା କହନ୍ତି। ତେଣୁ ଏହାକୁ କଣ କୁହନ୍ତି? କୋଷୀୟ ଶ୍ୱସନ ପ୍ରକ୍ରିୟା କୁହନ୍ତି। ବୁଝିହେଲା? ତାପରେ ଦେଖିବା କୋଷୀୟ ଶ୍ୱସନର ମୁଖ୍ୟ ଆଧାର କିଏ? କୋଷୀୟ ଶ୍ୱସନର ମୁଖ୍ୟ ଆଧାର କିଏ? ପିଲାମାନେ ଜାଣିପାରୁଛ କୋଷୀୟ ଶ୍ୱସନର ମୁଖ୍ୟ ଆଧାର କିଏ ହବ? କୋଷ ନିଜେ ହବ। କାରଣ କୋଷରେ ହଉଛି କୋଷୀୟ ଶ୍ୱସନ ପ୍ରକ୍ରିୟାଟି। ତେଣୁ କୋଷୀୟ ଶ୍ୱସନର ମୁଖ୍ୟ ଆଧାର କିଏ ହବ? କୋଷ ହବ। ଏବଂ ଏହି ଆଧାର ରସାୟନ କିଏ ହବ? ଏଠି ଆଧାର ରସାୟନ ହବ କିଏ? ଗ୍ଲୁକୋଜ। କାହିଁକି ନା ତୁମେ ଜାଣିଛ ସରଳ ଗ୍ଲୁକୋଜଟି କୋଷରେ ଅମ୍ଳଜାନ ସହିତ ମିଶିକି ଜାରଣ ହୋଇକି ସେଥିରୁ ଶକ୍ତି ଅଙ୍ଗାରକାମ୍ଳ ଗ୍ୟାସ ଜଳ ନିର୍ଗତ ହୁଏ। ତେଣୁ ଏଠି ଆଧାର ରସାୟନ କିଏ ହବ? ଆଧାର ରସାୟନ ହବ ଗ୍ଲୁକୋଜ। ଆଉ କୋଷୀୟ ମୁଖ୍ୟ ଆଧାର କିଏ ହବ? କୋଷ। ତେଣୁ ମୁଖ୍ୟ ଆଧାର କିଏ ହବ? କୋଷ। ଆଧାର ରସାୟନ କିଏ ହବ? ଗ୍ଲୁକୋଜ। ତାହେଲେ କଣ ହଉଛି ଏଠି ନା ଏଠି ଅମ୍ଳଜାନ ଉପସ୍ଥିତିରେ କୋଷରେ ଗ୍ଲୁକୋଜର ଜାରଣ ଦ୍ୱାରା ଅଙ୍ଗାରକାମ୍ଳ ଜଳ ସହ ଶକ୍ତି ମୋଚନ ହୁଏ। ଏଟା ଆମେ ପ୍ରଥମରୁ ଆଲୋଚନା କରୁଛୁ। ଶ୍ୱସନ ପ୍ରକ୍ରିୟାରେ ଏହି ସବୁ ହୁଏ ଯେ ଅମ୍ଳଜାନ ଉପସ୍ଥିତିରେ କୋଷରେ ଗ୍ଲୁକୋଜ ର ଜାରଣ ଦ୍ୱାରା ଅଙ୍ଗାରକାମ୍ଳ ଗ୍ୟାସ ଜଳ ସହିତ ଶକ୍ତି ମୋଚନ ହୁଏ। ଯେଉଁ ଶକ୍ତିଟା ମୋଚନ ହୁଏ ବା ଯେଉଁ ଶକ୍ତିଟା ସୃଷ୍ଟି ହୁଏ
ସେଇ ଶକ୍ତି କଣ ହୁଏ ନା ଶକ୍ତି ମୁଦ୍ରା ଆକାରରେ କୋଷର ମାଇଟୋକଣ୍ଡ୍ରିଆରେ ସଞ୍ଚିତ ହେଇକି ରୁହେ। ତୁମେ ନବମ ଶ୍ରେଣୀରେ ପଢିଛ ଯେ ଯୋଉ ଶକ୍ତି ସୃଷ୍ଟି ହୁଏ ଶ୍ୱସନ ପ୍ରକ୍ରିୟାରେ ସେଇ ଶକ୍ତିଟି କୋଉଠି ସଞ୍ଚିତ ହେଇକି ରୁହେ ମାଇଟୋକଣ୍ଡ୍ରିଆରେ ସଞ୍ଚିତ ହେଇକି ରୁହେ। ସେଥିପାଇଁ ମାଇଟୋକଣ୍ଡ୍ରିଆକୁ ଆମେ କୋଷର ଶକ୍ତି କେନ୍ଦ୍ର କହୁ। ସେଥିପାଇଁ ମାଇଟୋକଣ୍ଡ୍ରିଆକୁ ଆମେ କଣ କହୁ କୋଷର ଶକ୍ତି କେନ୍ଦ୍ର। ତେଣୁ ଆଉ ଥରେ କହୁଛି ମୁଁ ଅମ୍ଳଜାନ ଉପସ୍ଥିତିରେ କୋଷରେ ଗ୍ଲୁକୋଜର ଜାଳନ ଘଟି ଅଙ୍ଗାରକାମ୍ଳ ଗ୍ୟାସ ଜଳ ନିର୍ଗତ ହୁଏ। ତାହା ସହିତ ଯୋଉ ଶକ୍ତି ମୋଚନ ହୁଏ ସେଇ ଶକ୍ତିଟି କଣ ହୁଏ ନା ଶକ୍ତି ମୁଦ୍ରା ବା ତାକୁ ଏଟିପି ମଧ୍ୟ କହୁଛୁ। ସେଇ ଶକ୍ତି ମୁଦ୍ରା ବା ଏଟିପି ଆକାରରେ କୋଷର ମାଇଟୋକଣ୍ଡ୍ରିଆରେ ସଞ୍ଚିତ ହେଇକି ରୁହେ। ସେଥିପାଇଁ ସେ ମାଇଟୋକଣ୍ଡ୍ରିଆକୁ ଆମେ କଣ କହୁଛୁ କୋଷର ଶକ୍ତି କେନ୍ଦ୍ର। ମାଇଟୋକଣ୍ଡ୍ରିଆକୁ କଣ କହୁଛୁ ଆମେ କୋଷର ଶକ୍ତି କେନ୍ଦ୍ର। ବୁଝିଗଲ? ତାହେଲେ କୋଷୀୟ ଶ୍ୱସନ ବିଷୟରେ ଟିକେ ଆଇଡିଆ ଆମେ ପାଇଲେ। ଏବେ ଆସିବା ଯୋଉ କୋଷୀୟ ଶ୍ୱସନ ଯୋଉ କୋଷ ଭିତରେ ହଉଛି ତାହା ମୁଖ୍ୟତଃ ତିନୋଟି ସୋପାନରେ ହୁଏ। ତାହା ମୁଖ୍ୟତଃ କେତୋଟି ସୋପାନରେ ହୁଏ? ତିନୋଟି ସୋପାନରେ ହୁଏ। କଣ କଣ ନା ଗ୍ଲାଇକୋଲିସିସ୍, ସାଇଟ୍ରିକ ଅମ୍ଳ ଚକ୍ର, ଇଲେକ୍ଟ୍ରନ ପରିବହନ ସଂସ୍ଥା। ପିଲାମାନେ ଭଲ କି ମନେ ରଖିବ ଯେ କୋଷୀୟ ଶ୍ୱସନଟି ଆମ ଯୋଉ କୋଷରେ ହୁଏ ମୁଖ୍ୟତଃ ତିନୋଟି ପ୍ରକ୍ରିୟାରେ ବା ସୋପାନରେ ହୁଏ। ସେ ତିନୋଟି ପ୍ରକ୍ରିୟା ବା ତିନୋଟି ସୋପାନ କଣ ନା ଗ୍ଲାଇକୋଲିସିସ୍, ସାଇଟ୍ରିକ ଅମ୍ଳ ଚକ୍ର ଆଉ କଣ ଇଲେକ୍ଟ୍ରନ ପରିବହନ ସଂସ୍ଥା। ତାହେଲେ ଆମେ କଣ କରିବା ଆମେ ଏବେ ଗୋଟେ ପରେ ଗୋଟେ ଆମେ ଡିସ୍କସ କରିବା। ପ୍ରଥମେ ଆମେ ଡିସ୍କସ କରିବା କଣ ଗ୍ଲାଇକୋଲିସିସ୍। ପ୍ରଥମେ ଆମେ କଣ ଡିସ୍କସ କରିବା ପିଲାମାନେ ଗ୍ଲାଇକୋଲିସିସ୍। ତାହେଲେ ଗ୍ଲାଇକୋଲିସିସ୍ କଣ? ଗ୍ଲାଇକୋଲିସିସ୍ କଣ ନା ଗ୍ଲାଇକୋଲିସିସ୍ ଆମେ ଜାଣିବା ଗ୍ଲାଇକୋଲିସିସ୍ କୋଉଠି ହୁଏ ନା କୋଷର କୋଷ ଜୀବକରେ ହୁଏ। ଗ୍ଲାଇକୋଲିସିସ୍ କୋଉଠି ହୁଏ କୋଷର କୋଷ ଜୀବକରେ ହୁଏ। ପିଲାମାନେ ତୁମେ ଜାଣିଛ କୋଷର କୋଷ ଜୀବକ କଣ ନା କୋଷର ଯୋଉ ଭିତର ଅଂଶ ଯୋଉଠି ଏକ ଅର୍ଦ୍ଧତରଳ ପଦାର୍ଥ ଥାଏ ଏବଂ ସେହି ଅର୍ଦ୍ଧତରଳ ପଦାର୍ଥରେ ବିଭିନ୍ନ ପ୍ରକାର କୋଷ ଅଙ୍ଗିକା ତଥା ମାଇଟୋକଣ୍ଡ୍ରିଆ, ଗଲ୍ଗି ବଡି, ରାଇବୋଜମ ବିଭିନ୍ନ ପ୍ରକାର ଯୋଉ କୋଷ ଅଙ୍ଗିକା ସବୁ ରହିଛି ସେଥିରେ ଭାସି ବୁଲନ୍ତି। ସେହି ଜଳୀୟ ଅଂଶ ଅର୍ଦ୍ଧତରଳ ଅଂଶକୁ ଆମେ କଣ କହୁ ତାହାର କୋଷ ଜୀବକ କହୁ। ଯେମିତି ଏହି କୋଷ ଦେଖୁଛ ଏଇ ଯୋଉ ଡଟ ଡଟ କରିଛି ଯୋଉ ଅର୍ଦ୍ଧତରଳ ଅଂଶ ଏଗୁଡାକ ଏଥିରେ କଣ ହଉଛି ବିଭିନ୍ନ ପ୍ରକାର କୋଷ ଅଙ୍ଗିକା ସବୁ ଭାସି ବୁଲୁଛନ୍ତି। ଏଇ କୋଷ ଅଙ୍ଗିକା ଭାସି ବୁଲୁଛନ୍ତି ତେଣୁ ସେଇଟାକୁ ଆମେ କଣ କହୁଛୁ ସାଇଟୋପ୍ଲାଜମ ବା କୋଷ ଜୀବକ। ସାଇଟୋପ୍ଲାଜମ ବା କୋଷ ଜୀବକ। ସେହି ସାଇଟୋପ୍ଲାଜମ ବା କୋଷ ଜୀବକରେ କଣ ହୁଏ ନା ତୁମର ଗ୍ଲାଇକୋଲିସିସ୍ ସମ୍ପାଦନ ହୁଏ। ତେଣୁ ଆମେ ଜାଣିଲୁ ବର୍ତ୍ତମାନ କୋଷୀୟ ଶ୍ୱସନର ପ୍ରଥମ ସୋପାନ କଣ ଗ୍ଲାଇକୋଲିସିସ୍। ସେ ଗ୍ଲାଇକୋଲିସିସ୍ ଟି କୋଉଠି ହୁଏ ନା ତୁମର କୋଷ ଜୀବକରେ ହୁଏ। ଏବଂ କୋଷ ଜୀବକ କଣ ଜାଣିଲ ଦେଖ ଗ୍ଲାଇକୋଲିସିସ୍ ଟି ମଧ୍ୟ ଦୁଇଟି ସୋପାନରେ ହୁଏ। ଗ୍ଲାଇକୋଲିସିସ୍ ଟି ମଧ୍ୟ କେତେ ସୋପାନରେ ହୁଏ ଦୁଇଟି। ତ ଗ୍ଲାଇକୋଲିସିସ୍ କେତେ ସୋପାନରେ ହୁଏ ଦୁଇଟି। କଣ କଣ ନା ସୋପାନ 1 ଦେଖିବା। ସୋପାନ 1 ରେ କଣ ହଉଛି ନା 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ। ଆମେ ଜାଣିଛୁ ଗ୍ଲୁକୋଜର ସଂକେତ କଣ C6H12O6। এই ଯୋଉ ଗ୍ଲୁକୋଜ C6H12O6 ଏହାର କାର୍ବନ କେତୋଟି ଅଛି 6ଟି। ତେଣୁ 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ କଣ ହୁଏ ଏଟିପି ଦ୍ୱାରା 3 କାର୍ବନ ବିଶିଷ୍ଟ ଦୁଇଟି ସରଳ ଶର୍କରାରେ ପରିଣତ ହୁଏ। କଣ କହୁଛି ନା 6ଟି କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ C6H12O6 6ଟା କାର୍ବନ ଅଛି ଏଥିରେ ସେ ଏଟିପି ଦ୍ୱାରା 3 କାର୍ବନ ବିଶିଷ୍ଟ ଦୁଇଟି ସରଳ ଶର୍କରାରେ ପରିଣତ ହୁଏ। ତାହେଲେ ପ୍ରଥମ ସୋପାନ ଗ୍ଲାଇକୋଲିସିସ୍ ର କଣ ହୁଏ ନା 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ ଏଟିପି ଦ୍ୱାରା 3 କାର୍ବନ ବିଶିଷ୍ଟ ଦୁଇଟି ସରଳ ଶର୍କରାରେ ପରିଣତ ହୁଏ। ସରିଗଲା। ଏବେ ଆସିବା ସୋପାନ 2। ଏବେ ଆସିବା କଣ ଦ୍ୱିତୀୟ ସୋପାନ। ଏବେ ଆସିବା ଦ୍ୱିତୀୟ ସୋପାନ। ଦ୍ୱିତୀୟ ସୋପାନରେ କଣ ହୁଏ ନା ଏଠି 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ ଏଟିପି ଦ୍ୱାରା 3 କାର୍ବନ ବିଶିଷ୍ଟ ଦୁଇଟି ସରଳ ଶର୍କରାରେ ପରିଣତ ହୋଇଥିଲା। ବର୍ତ୍ତମାନ সেই 3 କାର୍ବନ ଯୁକ୍ତ ଶର୍କରା କଣ ହବ ନା ପାଇରୁଭିକ ନାମକ ଜୈବିକ ଅମ୍ଳରେ ପରିଣତ ହବ। সেই ଯୋଉ ସରଳ ଶର୍କରା ହେଇଥିଲା 3 କାର୍ବନ ବିଶିଷ୍ଟ ସେ କଣ ହବ ନା ପାଇରୁଭିକ ନାମକ ଜୈବିକ ଅମ୍ଳରେ ପରିଣତ ହବ। ତେଣୁ ମନେ ରଖିବ ପିଲାମାନେ ସୋପାନ 1 ରେ ଗ୍ଲୁକୋଜ ଭାଙ୍ଗିକି ଏଟିପି ଦ୍ୱାରା କଣ ହେଲା ଦୁଇଟି 3 କାର୍ବନ ବିଶିଷ୍ଟ ସରଳ ଶର୍କରା ହେଲା। ସୋପାନ 2 ରେ କଣ ହେଲା ନା সেই ଯୋଉ ଦୁଇଟା 3 କାର୍ବନ ବିଶିଷ୍ଟ ସରଳ ଶର୍କରା ହେଇଥିଲା ସିଏ ଭାଙ୍ଗିକି କଣ ହବ ଆମର ପାଇରୁଭିକ ନାମକ ଜୈବିକ ଅମ୍ଳରେ ପରିଣତ ହବ।
এবং ଏହି ପାଇରୁଭିକ ନାମକ ଜୈବିକ ଅମ୍ଳରେ ପରିଣତ ହେବା ସହିତ ଏଠି କଣ ସୃଷ୍ଟି ହେବ ନା ଏଟିପି ଆଉ NADH ସୃଷ୍ଟି ହେବ। ଏଠି ପୁନଶ୍ଚ କଣ ସୃଷ୍ଟି ହେବ ଏଟିପି ଆଉ NADH ସୃଷ୍ଟି ହେବ। ଏଟିପି ତ ତୁମେ ଜାଣିଛ ଏଡୋନେସିନ ଟ୍ରାଇଫସଫେଟ। ଏଟିପି ର ଫୁଲ ଫର୍ମ କଣ एडोनेसिन ट्राइफॉस्फेट आउ NADH फुल फॉर्म टा मन रखियो पिला माने लिखि नबो NADH कोन निकोटिनामाइड डाइन्यूक्लियोटाइड तेणु NADH फुल फॉर्म कोन निकोटिनामाइड आडेनाइन डाइन्यूक्लियोटाइड। एटा होची कोन ना विजारित पदार्थ। एटा होची कोन विजारित पदार्थ। एटा होची कोन विजारित पदार्थ। तो मन रखिबो सोपान 2 रे कोन होची 3 कार्बन युक्त शर्करा पायरुविक नामक जैविक अम्ल परिणत होची एवं एटी एटीपी और NADH सृष्टि होची। एटीपी रो फुल फॉर्म कोन एडोनेसिन ट्राइफॉस्फेट और NADH रो फुल फॉर्म कोन निकोटिनामाइड आडेनाइन डाइन्यूक्लियोटाइड। एटा होची विजारित पदार्थ। एतिके सृष्टि हैला। एहा परे कोन होबो तने बर्तन पायरुविक अम्ल सृष्टि हैला। ए पायरुविक अम्ल रो काम कोन बर्तन हम नेक्स्ट पढिबा कोन पायरुविक अम्ल रो काम। ओके हो हम बर्तन एटा वाइप को दिबा लिभे देबा तापर पुनी पायरुविक अम्ल रो काम पढिबा। तो आमे ग्लाइकोलिसिस रो प्रथम सोपान एवं द्वितीय सोपान आलोचना करथिले। ग्लाइकोलिसिस रो प्रथम सोपान रे कोन हैला ना 6 कार्बन विशिष्ट ग्लूकोज अणुटी तुमरो एटीपी सहायता रे भांगी की 2टी 3 कार्बन विशिष्ट तुमरो सरल शर्करा रे परिणत हैला। एहा पर सोपान 2 आरंभ हैला। सोपान 2 रे कोन हैला ना से जो 3 कार्बन विशिष्ट जो सरल शर्करा हैतिला सेटा तुमरो कोन हैला ना पायरुविक अम्ल रे परिणत हैला एवं एटीपी और NADH सृष्टि हैला। वर्तमान जो पायरुविक अम्ल सृष्टि हैतिला से पायरुविक अम्ल कोन करिवो ना कोष भितरे आहुरी भांगिवो। कोन हबो से वर्तमान कोष भितरे ना कोष जीवकरे पायरुविक अम्लर परिवेश अनुरूपी कार्यकारिता माने कोष जीवकरे पायरुविक अम्लटा परिवेशर अनुरूप रे कोन कार्य करिवो। कोष जीवकरे पायरुविक अम्ल कोन करिवो ना परिवेश अनुरूपी कार्य कोन करिवो। ताले देखो अम्लजान अनुपस्थिति प्रथम आसीबा जे अम्लजान अनुपस्थिति माने पूरा टोटल अम्लजान रहिबो नाही सेठी कोन हबो ना अम्लजान अनुपस्थिति रे ईस्ट कोषरे पायरुविक अम्ल 2 कार्बन युक्त इथानल बा C2H5OH रे परिणत हबो। ए जो इथानल कहउचे C2H5OH एडा अल्कोहल एडा मद याको सुरासार मध्ये कहंती। अर्थ एटी किस हबो ना ईस्ट कोषरे तुमरो अम्लजान अभाव रे कोन हबो ना पायरुविक अम्लटी 2 कार्बन युक्त इथानल C2H5OH बा अल्कोहल बा सुरासार रे परिणत हबो एवं एठारे कम शक्ति उत्पन्न हबो। तेनु एहा गोटे वायु अपजीवी श्वसन काई एठी वायु दरकार नाही अम्लजान दरकार नाही एवं एठी जेहेतु मद बा सुरासार बा अल्कोहल सृष्टि हुए तेनु ए प्रकार श्वसन को सुरासार किरण कहते। तेणु ए प्रकार श्वसन को कौन कहते तुमरा सुरासार किरण। पिला माने मन रहिला जे एहा को सुरासार किरण काहे कहते ना एठी अल्कोहल C2H5OH बा 2 कार्बन युक्त इथानल सृष्टि होउची सेति में एहा को सुरासार किरण कहते। एहा कोठी हुए ईस्ट कोष रे। द्वितीय रे कोन होउची ना अम्लजान रो अभाव। एठी अम्लजान अल्प अल्प रहिबो। एठी कि अम्लजान रो टोटल नथिला एठी किंतु कोन हबो अम्लजान रो अभाव रे एठी अल्प अम्लजान रहिबो। कोन हुए ना पेशी कोष रे पायरुविक अम्ल 3 कार्बन युक्त लैक्टिक अम्ल रे परिणत हुए। एटा केते बेले हुए ना जतेले आमे अधिक परिश्रम करू बा दौड़ू सेते बेले कोन हो ना आमे प्रश्वास ठीक से नहीं पारू ना फळे आम पेशी कोष रे अम्लजान ठीक भाव में पहुंचे नहीं किंतु आम पेशी कोष सेते काम करूथबो तेणु से शक्ति दरकार करिवो। तेणु सेही समय कोन हबो ना बिना अम्लजान बा कम अम्लजान रे सेठी पेशी कोष रे हमर पायरुविक अम्लटी कोन हबो जारण हबो। देखि कम अम्लजान रे पायरुविक अम्ल जारण है कि पेशी कोष रे कोन सृष्टि करिवो ना 3 कार्बन युक्त लैक्टिक अम्ल सृष्टि करिवो एवं तुमे जानिछो लैक्टिक अम्ल गोटे अम्ल तेणु जेहेतु से सृष्टि हैला तेणु से पेशी कोष रे रहिबो एवं पेशी कोष को टाण कर दबो बा कष्ट दबो। सेति पे आमे जतले दौड़ुछु बा अधिक काम करूछु सेतबे जो लैक्टिक अम्ल सृष्टि होउची पेशी कोष रे वायु अभाव रे होउची सेति पे हमकु कष्ट लागुची हम मांसपेशी जंत्रणा होउची एवं एठी कोन हुए ना कम शक्ति सृष्टि हुए सेति पे हमकु मध्ये दुर्बल लागे
କାରଣ ଏଠି ଆମର ଲାକ୍ଟିକ ଅମ୍ଳ ସୃଷ୍ଟି ହେଲା, ଆମର ଅମ୍ଳଜାନ ଅଭାବରେ ଆମର ଯୋଉ ଶ୍ୱସନ ପ୍ରକ୍ରିୟାଟି ହଉଛି, ତେଣୁ କମ ଶକ୍ତି ସୃଷ୍ଟି ହଉଛି, ତେଣୁ ଆମକୁ ଶକ୍ତିର ଅଭାବ ଦେଖାଯାଉଛି, ତେଣୁ ଆମକୁ ହାଇଫାଇ ଲାଗେ, ଶକ୍ତିର ଅଭାବ ଦେଖାଦିଏ। ଏହାକୁ ଆମେ କଣ କହୁଛୁ ନା ଲାକ୍ଟିକ ଅମ୍ଳ କିରଣ କହୁଛୁ। ତେଣୁ ଲାକ୍ଟିକ ଅମ୍ଳ କିରଣ କୋଉଠି ହୁଏ ନା ଲାକ୍ଟିକ ଅମ୍ଳ କିରଣ ଆମ ପେଶୀ କୋଷରେ ହୁଏ। କେତେବେଳେ ହୁଏ ନା ଯେତେବେଳେ ଆମେ ଅଧିକ କାମ କରୁ, ଯେତେବେଳେ ଆମେ ଠିକ ସେ ପ୍ରଶ୍ୱାସ ନଉନାହୁଁ, ସେତେବେଳେ ଅମ୍ଳଜାନର ଅଭାବ ଦେଖାଦିଏ। ଅମ୍ଳଜାନ ଅଭାବ ଦେଖାଦେଲେ ପେଶୀ କୋଷ ଶକ୍ତି ତ ଦରକାର କରୁଛି, ସେଥିପାଇଁ ଏଠି ପାଇରୁଭିକ ଅମ୍ଳଟି କଣ ହଉଛି ନା ତୁମର ଅମ୍ଳଜାନ କମ ଅମ୍ଳଜାନରେ ଜାରିତ ହେଇକି ଲାକ୍ଟିକ ଅମ୍ଳ ସୃଷ୍ଟି କରୁଛି, କମ ଶକ୍ତି ସୃଷ୍ଟି କରୁଛି, ଯାହା ଫଳରେ ସେ ଆମକୁ କଷ୍ଟ ଦଉଛି ଏବଂ କଣ ହଉଛି ଆମର କଷ୍ଟ ଅନୁଭବ କରୁଛୁ ଆମେ କମ ଶକ୍ତି ଯୋଗୁ। ଏହାକୁ ଲାକ୍ଟିକ ଅମ୍ଳ କିରଣ କହୁଛୁ। ଏବେ ଆମେ କଣ ଜାଣିଲେ ଲାକ୍ଟିକ ଅମ୍ଳ କିରଣ କଥା ଜାଣିଲେ। ତାପରେ ଆସିବା ଅମ୍ଳଜାନ ଉପସ୍ଥିତି। କଣ ଆସିବା ଅମ୍ଳଜାନ ଉପସ୍ଥିତି। ଦେଖ ଅମ୍ଳଜାନ ଉପସ୍ଥିତି ମାନେ ସମ୍ପୂର୍ଣ୍ଣ ଏଠି ଅମ୍ଳଜାନ ରହିବ, ମାନେ ଯଥେଷ୍ଟ ଅମ୍ଳଜାନ ଏଠି ଆମର ରହିବ। ତାହେଲେ ଅମ୍ଳଜାନ ଉପସ୍ଥିତିରେ କୋଉଠି ହଉଛି ଜୀବକୋଷର ମାଇଟୋକଣ୍ଡ୍ରିଆରେ। ତମକୁ ମୁଁ କହିଥିଲି ଜୀବକୋଷର ମାଇଟୋକଣ୍ଡ୍ରିଆ ଅଛି, ସେ ମାଇଟୋକଣ୍ଡ୍ରିଆରେ କଣ ହବ ନା ତୁମର ଅମ୍ଳଜାନ ଉପସ୍ଥିତିରେ କଣ ହବ ନା ପାଇରୁଭିକ ଅମ୍ଳଟି ବିଭିନ୍ନ ଜୈବ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ଅଙ୍ଗାରକାମ୍ଳ ଗ୍ୟାସ, CO2, ଜଳ ଆଉ ଶକ୍ତି ସୃଷ୍ଟି କରେ। ଏହା ସହିତ ଅଧିକ ଶକ୍ତି ନିର୍ଗତ ହୁଏ। ତେଣୁ ଆମେ କଣ ଜାଣିଲେ ନା ଅମ୍ଳଜାନ ଉପସ୍ଥିତିରେ ଜୀବକୋଷର ମାଇଟୋକଣ୍ଡ୍ରିଆରେ କଣ ହୁଏ ନା ତୁମର ପାଇରୁଭିକ ଅମ୍ଳଟି ବିଭିନ୍ନ ଜୈବ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ କାର୍ବନ ଡାଇଅକ୍ସାଇଡ, ଅଙ୍ଗାରକାମ୍ଳ ଗ୍ୟାସ, ଜଳ ଏବଂ ଅଧିକ ଶକ୍ତି ସୃଷ୍ଟି କରେ। ଏହାକୁ ସେଥିପାଇଁ ବାୟୁ ଉପଜୀବୀ ଶ୍ୱସନ କହନ୍ତି, କାହିଁକି ନା ଏଠି ବାୟୁର ଅଧିକ ଆବଶ୍ୟକତା ଅଛି ବା ଯଥେଷ୍ଟ ବାୟୁ ଦ୍ୱାରା ଏଠି ଆମର ଶ୍ୱସନ ପ୍ରକ୍ରିୟାଟି ଦ୍ୱାରା ପାଇରୁଭିକ ଅମ୍ଳରୁ ମାଇଟୋକଣ୍ଡ୍ରିଆରେ କଣ ହୁଏ ନା ଅଙ୍ଗାରକାମ୍ଳ, ଜଳ ଏବଂ ଅଧିକ ଶକ୍ତି ନିର୍ଗତ ହୁଏ ଏବଂ ଯୋଉ ଅଧିକ ଶକ୍ତି ନିର୍ଗତ ହୁଏ ତାହା ଆମ ଶରୀରରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ ଲାଗେ। ତେଣୁ ଏହାକୁ ବାୟୁ ଉପଜୀବୀ ଶ୍ୱସନ କହନ୍ତି। ତେଣୁ ଏଠି କଣ ହଉଛି ନା ପାଇରୁଭିକ ଅମ୍ଳ ଯୁକ୍ତ ଅମ୍ଳଜାନ କଣ ସୃଷ୍ଟି ହଉଛି ନା ଅଙ୍ଗାରକାମ୍ଳ ଗ୍ୟାସ ଆଉ ଜଳ ଆଉ ଅଧିକ ଶକ୍ତି ସୃଷ୍ଟି ହଉଛି। ଯୋଉ ଅଧିକ ଶକ୍ତି ସୃଷ୍ଟି ହଉଛି ସେ ଶକ୍ତିଟି କଣ ହଉଛି ନା ଏଟିପି ଆକାରରେ, ଶକ୍ତି ମୁଦ୍ରା ଆକାରରେ ମାଇଟୋକଣ୍ଡ୍ରିଆ ସଞ୍ଚିତ ହେଇକି ରହୁଛି, ଯାହାକୁ ଆମେ କଣ କହୁଛୁ ସେଥିପାଇଁ ମାଇଟୋକଣ୍ଡ୍ରିଆକୁ ଶକ୍ତି କେନ୍ଦ୍ର କହୁଛୁ। ତାହେଲେ ଆମେ କଣ ଜାଣିଲେ ବର୍ତ୍ତମାନ ନା ଗ୍ଲାଇକୋଲିସିସ୍ ଜାଣିଲେ। ଗ୍ଲାଇକୋଲିସିସ୍ ରେ କଣ କଣ ହଉଛି ଦିଟା ସୋପାନ ଏବଂ ଶେଷରେ ଗ୍ଲାଇକୋଲିସିସ୍ ପରେ କଣ ହଉଛି ନା ଆମ ଶକ୍ତି ନିର୍ଗତ ହଉଛି ବିଭିନ୍ନ ଉପାୟରେ। କଣ କଣ ନା ଏଠି ଇଷ୍ଟ କୋଷରେ ଅମ୍ଳଜାନ ଅନୁପସ୍ଥିତିରେ ସୁରାସାର ସୃଷ୍ଟି ହଉଛି, କମ ଶକ୍ତି ଉତ୍ପନ୍ନ ହଉଛି, ଆଉ ପେଶୀ କୋଷରେ ଅମ୍ଳଜାନ କମ ଉପସ୍ଥିତିରେ କଣ ହଉଛି ନା ପାଇରୁଭିକ ଅମ୍ଳରୁ 3 କାର୍ବନ ଯୁକ୍ତ ଲାକ୍ଟିକ ଅମ୍ଳ ସୃଷ୍ଟି ହଉଛି, ସେଥିପାଇଁ ତାହାକୁ ଲାକ୍ଟିକ ଅମ୍ଳ କିରଣ କହୁଛୁ। ଆଉ ଜୀବକୋଷରେ କଣ ହଉଛି ନା ଆମର କାର୍ବନ ଡାଇଅକ୍ସାଇଡ ଗ୍ୟାସ, ଜଳ ଏବଂ ଅଧିକ ଶକ୍ତି ଉତ୍ପନ୍ନ ହଉଛି, ଯାହାକୁ ଆମେ ବାୟୁ ଉପଜୀବୀ ଶ୍ୱସନ କହୁଛୁ। ଏଇ ଯୋଉ ଅଧିକ ଶକ୍ତି ଉତ୍ପନ୍ନ ହଉଛି, ଏଇ ଅଧିକ ଶକ୍ତିଟି ଆମର ବିଭିନ୍ନ ପ୍ରକାର କାମରେ ଲାଗୁଛି। ବୁଝିଗଲେ ପିଲାମାନେ? ତ ଆଜି ଆମେ ପଢିଲେ ଯେ କୋଷୀୟ ଶ୍ୱସନ କଣ, କୋଷୀୟ ଶ୍ୱସନର ବିଭିନ୍ନ ପ୍ରକାର ସୋପାନ, ଗ୍ଲାଇକୋଲିସିସ୍, ଆଉ ଅଛି ତୁମର ସାଇଟ୍ରିକ ଅମ୍ଳ ଚକ୍ର, ଇଲେକ୍ଟ୍ରନ ପରିବହନ ସଂସ୍ଥା। ଆମେ କଣ ପଢିଲେ ଗ୍ଲାଇକୋଲିସିସ୍ ପଢିଲେ। ଆମେ କଣ ପଢିଲେ ଗ୍ଲାଇକୋଲିସିସ୍ ର ବିଭିନ୍ନ ସୋପାନ ଇତ୍ୟାଦି ପଢିଲେ, ଶେଷରେ କଣ ହଉଛି ପଢିଲେ। ଆମେ ଆସନ୍ତା ପିରିୟଡକୁ ପଢିବା କଣ ନା ତୁମର ସାଇଟ୍ରିକ ଅମ୍ଳ ଚକ୍ର ଏବଂ ଇଲେକ୍ଟ୍ରନ ପରିବହନ ସଂସ୍ଥା। କିନ୍ତୁ ତୁମେ ମାନେ ବହିଟା ପଢିବ, ଭିଡିଓ ଦେଖିବ ବୋଲିକି ବୁଝିବ, ତାପରେ ନୋଟ କରିବ, ମନେ ରଖିବ। ଆମେ ନେକ୍ସଟ ପିରିୟଡକୁ ସାଇଟ୍ରିକ ଅମ୍ଳ ଚକ୍ର ପାଖରୁ ପଢିବା। ଧନ୍ୟବାଦ।